ଆଜିର ସମାଜ କୌଣସି ଜଣେ ବ୍ୟକ୍ତିର ଖରାପ ଅଭ୍ୟାସକୁ ନେଇ ତାକୁ ଖରାପ ବୋଲି ଆଖ୍ୟା ଦେଇଥାଏ। ଏଠି ଅନେକ କିଛି ଖରାପ ଅଭ୍ୟାସ ଅଛି। ସେ ନିଶା ହଉ କିମ୍ବା କିଛି ଚରିତ୍ରଗତ ଦୋଷ ହଉ କିମ୍ବା ଅନ୍ୟ କିଛି ଅଭ୍ୟାସ ହଉ, ସେ ଅଭ୍ୟାସକୁ ନେଇକି ଜଣେ ମଣିଷକୁ ଏଠି ଆକ୍ଷେପ କରାଯାଏ ଏବଂ ସେ ମଣିଷକୁ ଖରାପ ବୋଲି କୁହାଯାଏ। ଏହାର କାରଣ କେତେବେଳେ ଯଦି କୌଣସି ମଣିଷ ନିଶା ଖାଉଛି, ଘର ଭିତରେ ରହୁଛି, ତାହେଲେ ସେ ବହୁତ ଭଲ ଲୋକ। ଯଦି ଜଣେ ନିଶା ଖାଇ ବାହାରେ ଚାଲିପାରୁନି ବା ସାମାଜିକ ସ୍ତରରେ ଲୋକଙ୍କ ସହିତ କଳିକଜିଆ କରୁଛି ବା ସେମାନଙ୍କ ସହିତ ଲୋକଙ୍କୁ ମିସବିହେଭ୍ କରୁଛି, ତେବେ ସେ ନିଶ୍ଚିତ ଭାବେ ତାକୁ ଖରାପ ଲୋକର ଆଖ୍ୟା ଦିଆଯିବ ଏବଂ ତାକୁ ଗୋଟେ ନିଶାସକ୍ତ ମଣିଷ ବୋଲି କୁହାଯିବ। କିନ୍ତୁ ପ୍ରକୃତରେ ଏଠି ମଣିଷ କାହାର ଖରାପ ଅଭ୍ୟାସକୁ ଅଧିକ ଗୁରୁତ୍ୱ ଦେଉଛି ବା କାହାର ଖରାପ ଅଭ୍ୟାସକୁ ସେ ଖରାପ ମଣିଷର ଆଖ୍ୟା ଦେଇ ଦେଉଛି, କାହାର ଖରାପ ଅଭ୍ୟାସକୁ ବାଦ ଦେଇ ସେ ମଣିଷର ଭଲ ଅଭ୍ୟାସ ବା ଭଲ ଗୁଣକୁ ଏଠି କେହି ଆଡପ୍ଟ କରିବାକୁ ଚାହାନ୍ତିନି ବା କେହି ଗ୍ରହଣ କରିବାକୁ ଚାହାନ୍ତିନି, କେହି ସେ କଥାକୁ ଧ୍ୟାନ ହିଁ ଦିଅନ୍ତିନି। କାହିଁକି ନା ତା ପାଖରେ ଯେଉଁ ଖରାପ ଅଭ୍ୟାସଟି ଅଛି, ସେ ଖରାପ ଅଭ୍ୟାସ ଏତେ ପ୍ରତିଫଳିତ ହେଉଛି ଯେ ତାର ସବୁ ଅନ୍ୟ ଭଲ ଗୁଣ ଗୁଡ଼ିକ ସେଥିରେ ମଳିନ ପଡ଼ିଯାଉଛି। ସେଥିପାଇଁ ଯାହା ଅଭ୍ୟାସ ରଖୁଛନ୍ତି ରଖନ୍ତୁ, ସେ ଖରାପ ଅଭ୍ୟାସ ରଖୁଛନ୍ତି ରଖନ୍ତୁ, ହେଲେ ସେ କଥା ଯେମିତି ପଦାରେ ନ ପଡ଼େ, ସମାଜର କୌଣସି ଖରାପ ପ୍ରଭାବ ନ ପକାଏ। ତେବେ ଯାଇ ଆପଣଙ୍କୁ ଏ ଦୁନିଆ ଭଲ ବୋଲି କହିବ, ପଛେ ଆପଣଙ୍କ ଭିତରେ ଯାହା ବି ଖରାପ ଗୁଣ ଥାଉ, ଯାହା ବି ଥାଉ। ସେଇଥିପାଇଁ ସବୁବେଳେ ନିଜର ପ୍ରାଇଭେସି ମେଣ୍ଟେନ୍ କରିବା ନିହାତି ଜରୁରୀ। ଏଇ ତ ଜୀବନର କଥା।